Hello friends, welcome to Let's Memorize. Hello, hello students, welcome to ଚାଲ ପଢିବା। ତ students ଆଜି ଦେଖିବା କି ଯୋଉ କ୍ଲାସ୍ 8 ର ସମ୍ବଳ ଚାପ୍ଟରଟା ଅଛି ଜିଓଗ୍ରାଫି ସେଟା ଦେଖିବା। ତ without wasting of time, let's get started. Okay, welcome. ତ ଏଟା କ୍ଲାସ୍ 8 ର ରହୁଛି ଭୂଗୋଳ ରହୁଛି ପ୍ରସଙ୍ଗ ନାଁ ହଉଛି ସମ୍ବଳ। ଓକେ, ସମ୍ବଳ କାହାକୁ କୁହାଯାଏ କଣ ଏସବୁ ଡିଟେଲ୍ସ ଦେଖିବା। ତ ଆମେ ସମ୍ବଳ ଦେଖିବା। ତ ସମ୍ବଳ ହଉଛି କିସ ନା ପ୍ରାକୃତିକ ପରିବେଶରେ ଯୋଉ ପ୍ରାକୃତିକ ପରିବେଶ ଅଛି ଯୋଉ ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ ଦେଖିବା। ସମ୍ବଳ ହଉଛି ପ୍ରାକୃତିକ ପରିବେଶରେ ଥିବା ବିଭିନ୍ନ ଉପାଦାନ ଯାହା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ ହୋଇଥାଏ। ମାନେ ଯୋଉ ନିଡ୍ ଅଛି ସେଟା ଫୁଲଫିଲ୍ ହଉଥିବ। ମାନେ ଯୋଉ ସମ୍ବଳ ଅଛି ମାନେ ସମ୍ବଳ କାହାକୁ କୁହାଯାଏ ନା ପ୍ରାକୃତିକ ପରିବେଶରେ ଥିବା ବିଭିନ୍ନ ଉପାଦାନ ଯାହା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ, ପ୍ରତ୍ୟକ୍ଷ ମାନେ ହଉଛି ଡାଇରେକ୍ଟଲି ଆଉ ପରୋକ୍ଷ ହଉଛି ଇନଡାଇରେକ୍ଟଲି ମାନେ ପ୍ରତ୍ୟକ୍ଷ ଭାବରେ ଆଉ ପରୋକ୍ଷ ଭାବରେ, ମାନେ ଡାଇରେକ୍ଟ ହଉ ବା ଇନଡାଇରେକ୍ଟ ହଉ, ସେଟା ମନୁଷ୍ୟର ଆବଶ୍ୟକତା ବା ନିଡ୍ ମାନେ ଆବଶ୍ୟକତା ଫୁଲଫିଲ୍ ହଉଥିବ, ପୂରଣ ହୋଇଥାଏ, ତାହାକୁ ସମ୍ବଳ କୁହାଯାଏ। ତ ସବୁ କିଛି ସମ୍ବଳ ଦେଖିବା। ଅମୂଲ୍ୟ ସମ୍ବଳ ଚିତ୍ର 1 ଟା ଦେଖ, ଏଟା ମା ଆଉ ଛୁଆ ଗେଲ କରୁଛନ୍ତି। ଚିତ୍ର 2 ରେ ହଉଛି ଗୋଟେ ଇମେଜ ଅଛି ଯୋଉଟା କି ପାହାଡ ଅଛି। ତ ଏଠି ଦେଖିବା ଉପଯୋଗିତା ବା ପ୍ରয়োଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରିଥାଏ। ଉପଯୋଗିତା ମାନେ ହଉଛି ଯୋଉଟା କି ଆମର ବ୍ୟବହାର କରିବା। ପ୍ରয়োଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳ ଭାବେ ପରିଣତ କରିଥାଏ। ଓକେ, ତ ଏଇଟା ମୁଁ କହୁଛି ୱେଟ୍। ଉପଯୋଗିତା ବା ପ୍ରୟୋଜନୀୟତା ହିଁ କୌଣସି ଦ୍ରବ୍ୟ ବା ପଦାର୍ଥକୁ ସମ୍ବଳରେ ପରିଣତ କରିଥାଏ। ସମ୍ବଳରେ ପରିଣତ କରିଥାଏ ମାନେ ଯେଟା କି ମାନେ ଲାଗୁଥିବ, କାମରେ ଗୋଟେ ଜିନିଷ ଲାଗୁଥିବ, ସେଇଟାକୁ ମାନେ ନିଡ୍ ଅନୁସାରେ ହଉଥିବ, ତାହାକୁ ହିଁ ସମ୍ବଳ କୁହାଯାଏ। ଓକେ, ନିଡ୍ ଫୁଲଫିଲ୍ ହଉଥିବ, ମାନେ ତୁମର ଯୋଉ ଆବଶ୍ୟକତା ସେଇଟା ପୂରଣ ହଉଥିବ, ସେଟା ଡାଇରେକ୍ଟଲି ମେଥଡରେ ହଉ ବା ଇନଡାଇରେକ୍ଟଲି ମେଥଡରେ ହଉ। ତ ଖରେ କହିଛି ସମୟ ଓ ପ୍ରଯୁକ୍ତି ବିଦ୍ୟା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରିପାରେ। ସମୟ ମିନ୍ସ ଟାଇମ, ଯେଟା କି ସମୟ ଏବଂ ପ୍ରଯୁକ୍ତି ବିଦ୍ୟା ଯୋଉ ଆଡଭାନ୍ସ ଟେକ୍ନୋଲୋଜି ଆସିଲାନି, ଯେଟା ଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହଉ କିମ୍ବା ଯୋଉ ପ୍ରଯୁକ୍ତି ବିଦ୍ୟା, ଯେଟା କି ମାନେ ପ୍ରଯୁକ୍ତି ବିଦ୍ୟା ମିନ୍ସ ୱାନ୍ ଟାଇପ୍ ଅଫ ନଲେଜ ଦ୍ୱାରା କୌଣସି ଦ୍ରବ୍ୟକୁ ସମ୍ବଳରେ ପରିଣତ କରିହବ। ଯେମିତି ଗୋଟେ ମାଟି ଅଛି, କାଦୁଅ ଅଛି, ତାହାକୁ ଯଦି ଖାଲି କାଦୁଅରେ ବହୁତ ପ୍ରକାର ଜିନିଷ ତିଆରି ହେଇପାରିବ। କାଦୁଅଟା ଯେତେବେଳେ ମାଟି ପାତ୍ରରେ ପରିଣତ ହଉଛି, ସେତେବେଳେ ଗୋଟେ ସେ ସମ୍ବଳ ହେଇଯାଉଛି। ଓକେ, କୌଣସି ପଦାର୍ଥ ଯେତେବେଳେ ସମ୍ବଳରେ ପରିଣତ ହୁଏ, ସେତେବେଳେ ତାର ଆର୍ଥିକ ମୂଲ୍ୟ ଯୁକ୍ତ ହୋଇଥାଏ। ଆର୍ଥିକ ମୂଲ୍ୟ ମାନେ ତାର ମୂଲ୍ୟ ବଢିଥାଏ ଏବଂ ସେଇଟାର ଗୋଟେ କିଛି ପରିଚୟ ଥାଏ। ସମ୍ବଳ ହେଲା ମାନେ ମଧ୍ୟ ସିଏ ଗୋଟେ ଭ୍ୟାଲ୍ୟୁ ହେଇଥାଏ, ତାର ଗୋଟେ ଭ୍ୟାଲ୍ୟୁ ରେ ସେ ପରିଣତ ହୁଏ। ଓକେ, ୱେଟ୍ ଦେଖିବା। ତ ସେକେଣ୍ଡ ଇଏକୁ ଯିବା। ଯୋଉ ସେକେଣ୍ଡ ଅଛି ଥାର୍ଡ ସ୍ଲାଇଡକୁ ଯିବା। ଥାର୍ଡ ସ୍ଲାଇଡରେ କହୁଛି ସମ୍ବଳର ପ୍ରକାର ହଉଥିବା ଟାଇପ୍ସ କେତେ ପ୍ରକାର, କଣ ସମ୍ବଳକୁ ଆମେ ସମସ୍ତ ସମ୍ବଳକୁ 3 ଟାଇପ୍ସ ବା 3 ଭାଗରେ ବିଭକ୍ତ କରାଯାଉଛି, ଯଥା ପ୍ରାକୃତିକ, ମାନବକୃତ ଏବଂ ମାନବ ସମ୍ବଳ। ପ୍ରାକୃତିକ ଯେଟା ବୁଝିପାରୁଛ, ନେଚର ହଉଥିବ, ନେଚର ଦ୍ଵାରା ସୃଷ୍ଟି ହଉଥିବ ପ୍ରାକୃତିକ, ପ୍ରକୃତି। ମାନବକୃତ
एंड मानव दीटा अलग अलग जिनिस मानव कृत मीन्स मनुष्य द्वारा जेटा तैयारी होउथुव ଏବଂ ମାନବ ସମ୍ବଳ ମାନବ ମାନେ ମାନବ ସମ୍ବଳ ହଉଛି ସେ ନିଜେ ମାନେ ସେ ନିଜେ ସମ୍ବଳ ଗୋଟେ ତ ଆମେ ଦେଖିବା ଏସବୁ କଣ କଣ ତିନି ଟାଇପ୍ସ ମନେ ରଖ ୱେଟ୍ ତିନି ଟାଇପ୍ସ ମନେ ରଖ ଫାର୍ଷ୍ଟ ହଉଛି ପ୍ରାକୃତିକ ସମ୍ବଳ ମାନବକୃତ ଏବଂ ମାନବ ସମ୍ବଳ ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ ପ୍ରାକୃତିକ ସମ୍ବଳ ୱେଟ୍ ୱେଟ୍ ପ୍ରାକୃତିକ ସମ୍ବଳ କାହାକୁ କୁହାଯାଏ ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା ବ୍ୟବହାର ଉପଯୋଗୀ ପଦାର୍ଥକୁ ସମ୍ବଳ ବା ଉପାଦାନ କୁହାଯାଏ ତ ପ୍ରାକୃତିକ ପରିବେଶରୁ ମିଳୁଥିବା ପ୍ରାକୃତିକ ପରିବେଶରୁ ମିଳୁଥିବା ତଥା ଆବଶ୍ୟକ ସ୍ଥଳେ ତଥା ବା or ତଥା ଆବଶ୍ୟକ ସ୍ଥଳେ ସାମାନ୍ୟ ପରିବର୍ତ୍ତନ ଦ୍ୱାରା ମାନେ ହାଲକା ଚେଞ୍ଜେସ୍ ଦ୍ୱାରା ଉପଯୋଗୀ ପଦାର୍ଥ ବା ଉପାଦାନକୁ ପ୍ରାକୃତିକ ସମ୍ବଳ କୁହାଯାଏ ପରେ ପରେ ଦେଖିବା ଏକ୍ସାମ୍ପଲ୍ସ ଆଗେ କହିଦେଉଛି ମନେ ରଖ ପ୍ରାକୃତିକ ସମ୍ବଳକୁ ସମ୍ପଦକୁ ବ୍ୟବହାର ଉପଯୋଗୀ କରିବା ପାଇଁ ଯନ୍ତ୍ରପାତି ଓ ପ୍ରଯୁକ୍ତି ବିଦ୍ୟା ଆବଶ୍ୟକ ଯନ୍ତ୍ରପାତି ଆଉ ପ୍ରଯୁକ୍ତି ବିଦ୍ୟା ଆବଶ୍ୟକ ହୋଇଥାଏ ପ୍ରାକୃତିକ ସମ୍ବଳ କହିଲା ପ୍ରାକୃତିକ ସମ୍ବଳ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି ବିକାଶ ତଥା ବ୍ୟବହାର ଦୃଷ୍ଟିରୁ ପ୍ରାକୃତିକ ସମ୍ବଳକୁ ଟୁ ଟାଇପ୍ସ ରେ ଡିଭାଇଡ କରାଯାଇଛି ଯଥା ହଉଛି ଗୋଟେ ହଉଛି ପ୍ରକୃତ ସମ୍ବଳ ଆଉ ଗୋଟେ ହଉଛି ପ୍ରଚ୍ଛନ୍ନ ସମ୍ବଳ ଓକେ ଗୋଟେ ପ୍ରକୃତ ସମ୍ବଳ ଗୋଟେ କଥା କହିଛି ଆଉ ପ୍ରଚ୍ଛନ୍ନ ସମ୍ବଳ ପ୍ରକୃତ ସମ୍ବଳ କଣ ଦେଖିବା ଯେଉଁ ସମ୍ବଳ ଗୁଡିକ ପରିମାଣ ଜଣା ପଡିଛି ସେଗୁଡିକ ପ୍ରକୃତ ସମ୍ବଳ ମାନେ ମିନ୍ସ ଯେଗୁଡାକ ସମ୍ବଳର ପରିମାଣ କେତେ ଅଛି କେତେ ପରିମାଣରେ ଅଛି ତାର ତାକୁ ମେଜର କରି ହଉଥିବ ସେଗୁଡାକ ପ୍ରକୃତ ସମ୍ବଳ କୁହାଯାଏ ପ୍ରଚ୍ଛନ୍ନ ସମ୍ବଳ କଣ ଯେଉଁ ସମ୍ବଳ ଗୁଡିକ ସଠିକ ପରିମାଣ ଜଣାପଡି ନାହିଁ ଏବଂ ଏ ସୁଦ୍ଧା ବ୍ୟବହାରରେ ଲାଗିନାହିଁ ସେଗୁଡିକ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ ତ ଏଇ ଯୋଉ ପ୍ରକୃତ ସମ୍ବଳ ଓ ପ୍ରଚ୍ଛନ୍ନ ସମ୍ବଳ ତ ଏଇଟା ଦେଖିବା ପ୍ରକୃତ ସମ୍ବଳର ଏକ୍ସାମ୍ପଲ ହଉଛି ଖଣିଜ ଦ୍ରବ୍ୟ ଉର୍ବର ମୃତ୍ତିକା ଖଣିଜ ଦ୍ରବ୍ୟ ଓ ଉର୍ବର ମୃତ୍ତିକା କଣ ନା ଖଣିଜ ଦ୍ରବ୍ୟ ଆଉ ଉର୍ବର ମୃତ୍ତିକା ଖଣିଜ ଦ୍ରବ୍ୟ ଓ ଉର୍ବର ମୃତ୍ତିକା ଏସବୁ ପ୍ରକୃତ ସମ୍ବଳ ତାର ପରିମାଣ ଜଣା ପଡିଛି ସେଥିପାଇଁ ଏହାକୁ ପ୍ରକୃତ ସମ୍ବଳ କୁହାଯାଏ ପ୍ରଚ୍ଛନ୍ନ ସମ୍ବଳ ଯେଉଁ ସମ୍ବଳ ଆମେ ସଠିକ ପରିମାଣ ଜଣାପଡି ନାହିଁ ସେଗୁଡିକୁ ଆମେ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ ଓକେ ପ୍ରଚ୍ଛନ୍ନ ସମ୍ବଳ କୁହାଯାଏ ତଥା ଲଦାଖରେ ଥିବା ୟୁରାନିୟମ ଯୋଉଟା କି ଆମର ୟୁରାନିୟମ ବହୁତ ମାନେ ରିଆକ୍ଟିଭ ପଦାର୍ଥ ସମୁଦ୍ର ପାଣିରେ ଥିବା ବିଭିନ୍ନ ଖଣିଜ ପଦାର୍ଥ ସମୁଦ୍ର ପାଣିରେ ଯୋଉ ବିଭିନ୍ନ ଖଣିଜ ପଦାର୍ଥ ମିଶିକି ରହିଛି ତାର ମଧ୍ୟ ଆମେ କେତେ ଅଛି ଆମେ ସେ ସବୁ କାଲକୁଲେଟ କରିପାରିବା ନାହିଁ ଉତ୍ପତ୍ତି ଦୃଷ୍ଟିରୁ ସମ୍ବଳକୁ ଦି ଭାଗର ସେଗୁଡିକ ଅଜୈବିକ ଜୈବ ତ ଏସବୁ ବହୁତ ପଏଣ୍ଟସ ଗୁଡାକ ପଚାରିବ ବିକାଶ ତଥା ବ୍ୟବହାର ଦୃଷ୍ଟିରୁ ସମ୍ବଳ କେତେ କରାଯାଇଛି ଉତ୍ପତ୍ତି ଦୃଷ୍ଟିରୁ କେତେ ଭାଗରେ ପ୍ରାୟତଃ ସବୁ ଦୁଇ ଭାଗରେ ଆସିବ ହେଲା ସବୁ ଦୁଇ ଭାଗରେ ଆସିବ ତ ଉତ୍ପତ୍ତି ଦୃଷ୍ଟିରୁ ସମ୍ବଳକୁ ଦୁଇ ଟାଇପରେ ବିଭକ୍ତ କରାଯାଇଛି ଅଜୈବିକ ସମ୍ବଳ ଜୈବ ସମ୍ବଳ ଅଜୈବ ସମ୍ବଳ କଣ ବା ନିର୍ଜୀବ ଉପାଦାନ ଗୁଡିକ ଅଜୈବ ସମ୍ବଳ କୁହାଯାଏ ଅଜୈବ ମିନ୍ସ ନିର୍ଜୀବ ମାନେ ଯେଟା କି ଜୀବନ ନଥିବ ତା ଦେହରେ ମାନେ ଯେଗୁଡାକ ଶିଳା ମୃତ୍ତିକା ମାନେ ନିଶ୍ୱାସ ପ୍ରଶ୍ୱାସ ନଉଥିବେନି ଚଳପ୍ରଚଳ ହେଇପାରୁଥିବେନି ଖାଦ୍ୟ ଗ୍ରହଣ କରୁଥିବେ ନାହିଁ ଏଇ ସବୁ ମାନେ ନିଷ୍କ୍ରିୟ ବା ଆମେ ନିର୍ଜୀବ ମାନେ ଜୀବନ ନଥିବ ଜୀବନ ନାହିଁ ତାର ସେ ନିର୍ଜୀବ ଜୈବ ସମ୍ବଳ କାହା କୁହାଯାଏ ସମସ୍ତ ପ୍ରାଣୀ ଓ ଉଦ୍ଭିଦକୁ ଜୈବ ସମ୍ବଳ କୁହାଯାଏ ବନ୍ୟଜନ୍ତୁ ବୃକ୍ଷଲତା ଆମେ କିଏଥିରେ ଯିବା ଜୈବ ସମ୍ବଳରେ ଯିବା ସମସ୍ତ ପ୍ରାଣୀ ଉଦ୍ଭିଦ ଆମେ ଜୈବ ସମ୍ବଳରେ ଯିବା ଭରଣ ଦୃଷ୍ଟିରୁ ସମ୍ବଳକୁ ଦି ଭାଗରେ ନବୀକରଣ ଯୋଗ୍ୟ ଭରଣ ମିନ୍ସ ଗୋଟେ ଜାଗାର ଭରଣ ହେଇପାରୁଥିବ ଭରଣ ତ ସେଟାର ନବୀକରଣ ଯୋଗ୍ୟ ନବୀକରଣ ଅଯୋଗ୍ୟ ତ ଏଇଟା ପ୍ରାୟତଃ କ୍ୱେଶ୍ଚନ ଆସେ ଏକ୍ସାମରେ ନବୀକରଣ ଭରଣ ଦୃଷ୍ଟିରୁ ସମ୍ବଳକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଟିକେ ରୁହ ମୁଁ ଆଗକୁ ଇରେଜ କରେ
ହୁଁ। ଭରଣ ଦୃଷ୍ଟିରୁ ସମ୍ବଳକୁ ଦୁଇ ଟାଇପରେ ବିଭକ୍ତ କରାଯାଇଛି, ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ। ନବୀକରଣ ଯୋଗ୍ୟ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ଗୁଡ଼ିକ ବ୍ୟବହାର ପରେ ଶୀଘ୍ର ଭରଣ ବା ପୁନର୍ବାର ପୂରଣ ହୋଇଥାଏ ତାହାକୁ ନବୀକରଣ ଯୋଗ୍ୟ। ସୌର ଶକ୍ତି ଯେତେ ୟୁଜ୍ କଲେ ମଧ୍ୟ ସେଟା ସରିବ ନାହିଁ। ପବନ ଶକ୍ତି ଯେତେ ୟୁଜ୍ କଲେ ମଧ୍ୟ ଏଟା ସରିବ ନାହିଁ। ତ ଏଗୁଡିକ ନବୀକରଣ ଯୋଗ୍ୟ କୁହାଯାଏ। ନବୀକରଣ ଅଯୋଗ୍ୟ ଯେଉଁ ସମ୍ବଳ ଗୁଡ଼ିକ ବ୍ୟବହାର ଫଳରେ ଏହା ପରିମାଣ ହ୍ରାସ ପାଏ ଏବଂ ପୁନଃଭରଣ ହେବା ପାଇଁ ହଜାର ହଜାର ବର୍ଷ ଲାଗିଥାଏ ବା ଲାଗିପାରେ, ମାନେ ହେଇପାରେ ନ ହେଇ ବି ପାରେ, ତାହାକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ, ଯଥା କୋଇଲା, ଖଣିଜ ତୈଳ ଇତ୍ୟାଦି। ଏଗୁଡିକ କଣ ନବୀକରଣ ଅଯୋଗ୍ୟ? ଯଦି କୋଇଲା ଏସବୁ ଦିନେ ନା ଦିନେ ସରିବ, ଖଣିଜ ତୈଳ ଏସବୁ ଦିନେ ନା ଦିନେ ସରିବ। ଯୋଉ ପେଟ୍ରୋଲ ଡିଜେଲ ଏସବୁ ଯୋଉ ହଉଛି ଏସବୁ ନବୀକରଣ ଅଯୋଗ୍ୟ ସମ୍ବଳ ଏସବୁ। କିନ୍ତୁ ପାଣି, ସୌର ଶକ୍ତି, ପବନ ଶକ୍ତି ଏସବୁ ନବୀକରଣ ଯୋଗ୍ୟ। ଏଗୁଡିକ ଭରଣ ସମ୍ଭବ। ଏଗୁଡିକ ମାନେ ଯେତେ ୟୁଜ କଲେ ମଧ୍ୟ ସରିବ ନାହିଁ। ଓକେ, ଏଗୁଡା ପ୍ରାକୃତିକରୁ ମିଳେ। ଏ ଦିଟା ପ୍ରାକୃତିକରୁ ମିଳେ, ବଟ ନବୀକରଣ ଅଯୋଗ୍ୟ ଟା ହଉଛି ସେଗୁଡିକ ବ୍ୟବହାର କରିଦବା ଫଳରେ ସେଟା ପରିମାଣ ହ୍ରାସ ପାଏ ଏବଂ ତାହା ତିଆରି ହେବା ପାଇଁ ବର୍ଷ ବର୍ଷ ସମୟ ମଧ୍ୟ ଲାଗିଥାଏ। ବର୍ଷ ଇୟର ସମୟ, ବହୁତ ମାନେ ବହୁତ ବର୍ଷ ସମୟ ଲାଗେ। ବଣ୍ଟନ ଦୃଷ୍ଟିରୁ କେତେ ଭାଗ ବିଭକ୍ତ କରାଯାଇଛି? ବଣ୍ଟନ ଦୃଷ୍ଟିରୁ ସମ୍ବଳକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ସର୍ବବ୍ୟାପୀ, ସ୍ଥାନୀୟ। ସର୍ବବ୍ୟାପୀ ସମ୍ବଳ କାହାକୁ କୁହାଯାଏ? ଯେଉଁ ସମ୍ବଳ ଭୂପୃଷ୍ଠର ସବୁ ସ୍ଥାନରେ ମିଳେ। ବଣ୍ଟନ ଦୃଷ୍ଟିରୁ କେତେ ଭାଗରେ ବିଭକ୍ତ କରାଯାଇଛି? ନା ଦୁଇ ଭାଗରେ, ସର୍ବବ୍ୟାପୀ ଏବଂ ସ୍ଥାନୀୟ। ସର୍ବବ୍ୟାପୀ ମାନେ ଚାରିଆଡେ ଦେଖାଯାଉଥିବ, ଫର ଏକ୍ସାମ୍ପଲ ବାୟୁ, ଜଳ, ଭୂମି ଇତ୍ୟାଦି। ସ୍ଥାନୀୟ ସମ୍ବଳ ଖଣିଜ ପଦାର୍ଥ ଗୋଟେ ଗୋଟେ ସ୍ପେସିଫିକ ଜାଗାରେ ଥିବ। ଷ୍ଟିଲ ହଉ, କୋଇଲା ହଉ, ପେଟ୍ରୋଲ ହଉ, ଏସବୁ ସବୁ ଜାଗାରେ ମିଳୁଛି କି? ବାୟୁଟା ଯେଇଠି ଗଲେ ଶ୍ୱାସକ୍ରିୟା କରିପାରୁଛୁ। ଜଳଟା ଯେଇଠି ପାଣି ବୋରିଂ କରିଦେଲେ ପାଣି ବାହାରୁଛି। ଭୂମି ତ ଚାରିଆଡେ ଅଛି। କିନ୍ତୁ ଖଣିଜ ପଦାର୍ଥ ଅଛି କି? ପେଟ୍ରୋଲ ଟା ଧର ଖାଲି ବୋରିଂ କରିବା ପେଟ୍ରୋଲ ବାହାରିବ କି? ସେଟା ସର୍ବବ୍ୟାପୀ ନୁହଁ। ସେଟା କିଛି କିଛି ଜାଗାରେ ବହୁତ ରେୟାର ସ୍ଥାନ। ଏସବୁ ଅଲ 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 ମିନ୍ସ ଚାରିଆଡେ ମିଳୁଥିବ। ସର୍ବବ୍ୟାପୀ, ସ୍ଥାନୀୟ। ସ୍ଥାନୀୟ ମିନ୍ସ ସ୍ପେସିଫିକ ପ୍ଲେସରେ ମିଳୁଥିବ। ଓକେ। ମାନବକୃତ ସମ୍ବଳକୁ ଯୋଉଟା କି ଫାଷ୍ଟ ଏଇ ସବୁ ଗଲା। ଏକ ନମ୍ବର ଥିଲା ପ୍ରାକୃତିକ ସମ୍ବଳ ଦେଖିଲ କେତେ ନା ଫୋର ଟାଇପ୍ସ ର ଅଛି। ଫୋର ଟାଇପ୍ସ ସବୁଟାର ଟୁ ଟାଇପ୍ସ ଲେଖା ଅଛି। ମାନବକୃତ ସମ୍ବଳ ଦେଖିବା, ମନୁଷ୍ୟ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ଯେଉଁ ସମ୍ବଳ ସୃଷ୍ଟି କରିଥାଏ ତାହାକୁ ମାନବକୃତ ସମ୍ବଳ କୁହାଯାଏ। ଅଟ୍ଟାଳିକା, ରାସ୍ତାଘାଟ ଇତ୍ୟାଦି। ଅଟ୍ଟାଳିକା ମିନ୍ସ ବିଲ୍ଡିଂ ହଉଛି କିମ୍ବା ଏସବୁ ମାନବକୃତ ସମ୍ବଳ। ଗୋଟେ ଘର ତିଆରି କଲା, ମାନବ କଲା, ତ ସେଇଟା ମାନବକୃତ ସମ୍ବଳରେ ଯିବ। ରାସ୍ତାଘାଟ ମଧ୍ୟ ମାନବ କରୁଛି ପ୍ରାକୃତିକ ଜିନିଷକୁ ବ୍ୟବହାର କରି। ମିନ୍ସ ଇଟା, ଗୁଡି, ଚିପ୍ସ, ବାଲି ଏସବୁ ପ୍ରାକୃତିକ ସମ୍ବଳ। ଏସବୁକୁ ବ୍ୟବହାର କରିକି ଆମେ ଯୋଉ ସମ୍ବଳ ସୃଷ୍ଟି ହୁଏ ତାହାକୁ ମାନବକୃତ ସମ୍ବଳ କୁହାଯାଏ। ମାନବ ସମ୍ବଳ, ମନୁଷ୍ୟକୁ ମାନବ ସମ୍ବଳ କୁହାଯାଏ। ଯେଟା ମୁଁ କହିଥିଲି, ମନୁଷ୍ୟ ନିଜର ଦକ୍ଷତା, କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ଉଭୟ ପ୍ରାକୃତିକ ଓ ସାଂସ୍କୃତିକ ସମ୍ବଳକୁ ବିଭିନ୍ନ ଉପାୟରେ ବିନିଯୋଗ କରେ। ତେଣୁ ଏହାକୁ ମାନବକୃତ ସମ୍ବଳ କୁହାଯାଏ। ତ ଡିଟେଲ୍ସ ଆଉ ଥରେ ଦେଖିଦବା, ଆଉ ଥରେ ରିଭିଜନ କରିଦଉଛି, କୁଇକ୍ ରିଭିଜନ। ଦେଖିବା ବଣ୍ଟନ ଦୃଷ୍ଟିରୁ ଟୁ ଟାଇପ୍ସ କଣ? ସର୍ବବ୍ୟାପୀ, ସ୍ଥାନୀୟ। ସର୍ବବ୍ୟାପୀ ମିନ୍ସ ଅଲ ଚାରିଆଡେ ମିଳୁଥିବ, ଯଥା ବାୟୁ, ଜଳ, ଭୂମି। ସ୍ଥାନୀୟ ସମ୍ବଳ ମାନେ ସ୍ପେସିଫିକ ଜାଗାରେ ମିଳୁଥିବ, ଯେଗୁଡାକ ସବୁ ସ୍ଥାନରେ ମିଳିପାରୁଥିବ ନାହିଁ। ଖଣିଜ ପଦାର୍ଥ ହଉ, ପେଟ୍ରୋଲିୟମ ହଉ। ଖଣିଜ ପଦାର୍ଥରେ ଯିବ ବ୍ରାକେଟ ଲେଖିପାରିବ କୋଇଲା, ପେଟ୍ରୋଲିୟମ ଇତ୍ୟାଦି। ମାନବକୃତ ସମ୍ବଳ ମାନେ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ଯେଉଁ ସମ୍ବଳ ସୃଷ୍ଟି ହେଇଥାଏ ତାହାକୁ ମାନବକୃତ ସମ୍ବଳ କୁହାଯାଏ। ମିନ୍ସ ଆମେ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ଇଟା, ଗୁଡି, ଚିପ୍ସ, ବାଲିକୁ ବ୍ୟବହାର କରି ଯେଉଁ ସମ୍ବଳ ବ୍ୟବହାର କରେ, ଯେଉଁ ସମ୍ବଳ ସୃଷ୍ଟି ହୁଏ ବା ଯେଉଁ ପଦାର୍ଥ ସୃଷ୍ଟି ହୁଏ ତାହାକୁ ମାନବକୃତ ସମ୍ବଳ କୁହାଯାଏ। ଯଥା ଅଟ୍ଟାଳିକା, ରାସ୍ତାଘାଟଟା କେମିତି ହବ ନା ରାସ୍ତାଘାଟ ତିଆରି କରିବା ପାଇଁ ଯେ ଯୋଉ ଜିନିଷ ଲାଗୁଛି ସେଗୁଡିକ କଣ? ପ୍ରାକୃତିକ ସମ୍ବଳ।
ସେଗୁଡିକ ବ୍ୟବହାର କରି ସାରିଲା ପରେ ଯୋଉ ଫାଇନାଲ ପ୍ରଡକ୍ଟଟା ହଉଛି ସେଟା ରାସ୍ତାଟା ହଉଛି ମାନବକୃତ ସମ୍ବଳରେ ଯିବ। ମାନବ ସମ୍ବଳ ମିନ୍ସ ମାନବ ହିଁ ମାନବ ସମ୍ବଳରେ ଯିବ। ମନୁଷ୍ୟକୁ ମାନବ ସମ୍ବଳ କୁହାଯାଏ। ମନୁଷ୍ୟ ନିଜ ଦକ୍ଷତା ବଳରେ ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ଉଭୟ ପ୍ରାକୃତିକ ଓ ସାଂସ୍କୃତିକ ସମ୍ବଳକୁ ବିଭିନ୍ନ ଉପାୟରେ ବିନିଯୋଗ କରିଥାଏ। ତେଣୁ ଏହାକୁ ମାନବକୃତ ସମ୍ବଳ କୁହାଯାଏ। ଠିକ ଉତ୍ତରଟେ ବାଛି ଲେଖିବ। କୁହ ଦେଖି ତ ଏଇଟା କ୍ୱେଶ୍ଚନ ଆସିଲା। କ୍ୱେଶ୍ଚନ୍ସ ଆଣ୍ଡ ଆନ୍ସର କହିବ। ଏକ ନମ୍ବର କ୍ୱେଶ୍ଚନ, ସମୁଦ୍ର ଜଳ ଦ୍ରବୀଭୂତ ମୂଲ୍ୟବାନ ଧାତୁ ନିମ୍ନୋକ୍ତ ମଧ୍ୟରୁ କେଉଁ ପ୍ରକାର ସମ୍ବଳ? କାଉଣ୍ଟଡାଉନ୍ 5 ସେକେଣ୍ଡ ମିଳିଲା, କୁହ। ତ ଏହାର ଆନ୍ସର ମତେ କମେଣ୍ଟ ବକ୍ସରେ ଜଣେଇବ ହେଲା। କ୍ୱେଶ୍ଚନ ନମ୍ବର 2, କେଉଁଟି ଏକ ସର୍ବବ୍ୟାପୀ ସମ୍ବଳ? ସର୍ବବ୍ୟାପୀ ସମ୍ବଳ এটা ଜାଣିଛ? ୟାର ଆନ୍ସର ମତେ କମେଣ୍ଟରେ ଜଣେଇବ। କଣ ହବ ଜାଣିପାରୁଥିବ କେଉଁଟା ହବ। ଜୈବ ସମ୍ବଳ କହିଲେ କଣ ବୁଝ? ଏହାର ଦୁଇଟି ଏକ୍ସାମ୍ପଲ ଦିଅ। ଜୈବ ସମ୍ବଳ କାହାକୁ କୁହାଯାଏ? ଜୈବ ଅଜୈବ ଏଟା ଥିଲା। ଜୈବ ସମ୍ବଳ କାହାକୁ କୁହାଯାଏ? ଦେଖିକି କରିବ। ଓକେ, ଜୈବ ସମ୍ବଳ ଅଛି। ସମସ୍ତ ପ୍ରାଣୀ ଓ ଉଦ୍ଭିଦକୁ ଜୈବ ସମ୍ବଳ କୁହାଯାଏ। ବୃକ୍ଷଲତା, ବନ୍ୟଜନ୍ତୁ, ମନୁଷ୍ୟ ଇତ୍ୟାଦି। ମାନବ ସମ୍ବଳ କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ମନୁଷ୍ୟ ତାର ଜ୍ଞାନ କୌଶଳ ବଳରେ ସବୁ ପ୍ରକାର ବ୍ୟବହାର କରିପାରିଥାଏ। ସମ୍ବଳକୁ ଠିକ ପରିମାଣରେ ବ୍ୟବହାର କରିପାରେ, ସମ୍ବଳକୁ ଠିକ କାର୍ଯ୍ୟରେ ଲଗାଇଥାଏ। ସେଥିପାଇଁ ମାନବ ସମ୍ବଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାର୍ଥକ୍ୟ ଦର୍ଶାଅ। ନବୀକରଣ ଯୋଗ୍ୟ, ନବୀକରଣ ଅଯୋଗ୍ୟ। ଏଟା ଏକ୍ସାମରେ ବହୁତ ଆସେ। ନବୀକରଣ ଯୋଗ୍ୟ ମିନ୍ସ କଣ? ଯେଟା କି ଯେଉଁ ସମ୍ବଳ ବ୍ୟବହାର ଦ୍ଵାରା ତାର ପୁନଃଭରଣ ପସିବଲ, ମାନେ ପୁନଃଭରଣ ହେଇପାରୁଥିବ ଏବଂ ତାହା ଜଲଦି ପୁନଃଭରଣ ହେଇପାରୁଥିବ ଏବଂ ସରିବା ଚାନ୍ସ ବହୁତ କମ ଥିବ। ସେଗୁଡିକ କଣ କଣ ନା ମାଟି, ପାଣି, ବାୟୁ ଏସବୁ। ନବୀକରଣ ଅଯୋଗ୍ୟରେ କଣ ଯିବ? ଯେ ସମ୍ବଳର ବ୍ୟବହାର ଦ୍ଵାରା ତାହା ଆସ୍ତେ ଆସ୍ତେ ସରି ଆସେ ଏବଂ ତାହା ପୂରଣ ହେବା ପାଇଁ ବହୁତ ବର୍ଷ ସମୟ ଲାଗେ। ତାହାକୁ ନବୀକରଣ ଅଯୋଗ୍ୟ ସମ୍ବଳ କୁହାଯାଏ। ଯଥା ହଉଛି ଖଣିଜ ପଦାର୍ଥ। ଏକ୍ସାମ୍ପଲ ହଉଛି ଖଣିଜ ପଦାର୍ଥ। ଓକେ, thank you for your attention from ସତ୍ୟ। ତ ଦେଖିବା ଯୋଉ ଏଇ ଯୋଉ ଟପିକ ରହିଲା ୟାର ଆଉଥରେ ଆଉଟ ରହିବ। ସ୍ଲାଇଡ ଟା ଯଦି କହିବ ତ ମୁଁ ପଠେଇଦେବି। ବଟ୍ ଏଇଆ ଭଲସେ ପ୍ରାକ୍ଟିସ କରିବ, ଭଲସେ ଦେଖିବ, ଯୋଉଟା ବୁଝି ନ ପାରିବ କମେଣ୍ଟ କରିବ, ପଢ। ଏଇ ଯେତିକି ଲେଖା ହେଇଛି ସବୁ ପଢିଦେଲେ ସବୁ କ୍ଲିୟର ହେଇଯିବ। ଓକେ, ସବୁ ପଢିଦିଅ, ସବୁ କ୍ଲିୟର ହେଇଯିବ। ଏଇଟା ଆନ୍ସର ମତେ କମେଣ୍ଟରେ ଜଣାଅ। ଓକେ।